चलम तत्पदं दर्शितं येन तस्मै श्री गुरवे नमः। এই শ্লোকটি শ্রীমদ্ ভগবত গীতার গুরু বন্দনার প্রথম শ্লোক। যদি এই শ্লোকটিକୁ ଆମେ ଠିକ୍ ଭାବରେ ବୁଝିବା ଏବଂ ଚିନ୍ତନ କରିବା ତାହେଲେ এই ଶ୍ଲୋକ ହିଁ ବୁଝେଇ ଦେବ ସଂସାର କ'ଣ, ସଂସାରକୁ ଯିଏ ସୃଷ୍ଟି କରିଛି, ପାଳନ କରୁଛି ବା ସଂହାର କରୁଛି ସେ କିପରି। ପ୍ରଥମ ଶବ୍ଦଟି ହେଉଛି ଓମ୍। ଓମ୍କୁ କେହି କହିପାରେ ଏହା କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ବା ହିନ୍ଦୁର ମନ୍ତ୍ର ଏସବୁ ଏମିତି କୁହାଯାଏ। କିନ୍ତୁ ପ୍ରକୃତରେ ସେଭଳି କିଛି ନୁହେଁ। ଓମ୍ କହିଲେ ଉତ୍ପତ୍ତି, ସ୍ଥିତି, ପ୍ରଳୟ। ତେବେ ଆପଣମାନେ ଭାବନ୍ତୁ, ଉତ୍ପତ୍ତି ବୋଲି ଯେଉଁ ଶବ୍ଦ, ସେ ଶବ୍ଦଟା କ'ଣ କେବଳ ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ? ସବୁର ଉଦ୍ଭାବନ ହିଁ ଉତ୍ପତ୍ତି। ପୂର୍ବେ ଟିଭି ନଥିଲା, କମ୍ପ୍ୟୁଟର ନଥିଲା, ଇଲେକ୍ଟ୍ରିକ୍ ନଥିଲା, ରେଡ଼ିଓ ନଥିଲା। ପୁଣି ଧୀରେ ଧୀରେ ସେଗୁଡ଼ିକ ପୁଣି ଉଦ୍ଭାବନ ହେଲା, କ୍ରିୟାଶୀଳ ହେଲା। ସେଇ ଗୋଟିକ ହେଉଛି ଓଙ୍କାରର ମୂଳ ଅକ୍ଷରର ତତ୍ତ୍ୱ। ମୁଁ ଜନ୍ମ ହେଲି, ମୋର ବାପା ଜନ୍ମ ହେଇଥିଲେ, ମୋର ପୁଅ ଜନ୍ମ ହେଇଛି, ଏଇ ଯେଉଁ କଥା, ଏ ହେଉଛି ଓଙ୍କାରର ମୌଳିକ ତତ୍ତ୍ୱ। ଯଦି ଉତ୍ପତ୍ତିକୁ ଯଦି ଆମେ ମାନିବା ନାହିଁ ତାହେଲେ ସୃଷ୍ଟିକି କେମିତି ମାନିବା? ମନେ କରାଯାଉ ଆମେ ଗୋଟିଏ ମନ୍ଦିର କଲୁ। ମନ୍ଦିର କଲା ପରେ ମନ୍ଦିରଟି ହେଲା ଉତ୍ପତ୍ତି। ମନ୍ଦିରରେ ଗୋଟିଏ ମୂର୍ତ୍ତି ସ୍ଥାପନ କଲୁ, ସିଏ ହେଲା ଆଉ ଗୋଟିଏ ଉତ୍ପତ୍ତି। ମନ୍ତ୍ର ଦ୍ୱାରା ତାଙ୍କୁ ଆରାଧନା କଲୁ, ସିଏ ମଧ୍ୟ ଉତ୍ପତ୍ତି। ଆମ ଦେଖାଦେଖି କିଛି ଦୂରରେ କିଛି ମୁସଲମାନ ଭାଇମାନଙ୍କର ବସ୍ତି ଥିଲା, ରହିଥିଲେ। ସିଏ କହିଲେ ସେଠି ଗୋଟିଏ ମନ୍ଦିର ହେଲାଣି ମାନେ ଆମେ ଗୋଟିଏ ମସଜିଦ୍ କରିବା। ତେଣୁ ମସଜିଦର ଉତ୍ପତ୍ତି, ଜଣେ ମୌଲବୀ 5 ଥର ନମାଜ କରିବ, ସେ ମଧ୍ୟ ଉତ୍ପତ୍ତି। ଏବଂ ଯେଉଁ ପର୍ବପର୍ବାଣୀ ସବୁ ସେମାନେ ପାଳନ କରନ୍ତି ସେ ମଧ୍ୟ ଉତ୍ପତ୍ତି। ଠିକ୍ ସେଇଭଳି ଇଏ ପୃଥିବୀର ଚର୍ଚ୍ଚ, ଗୁରୁଦ୍ୱାର ଯାହା କିଛି ସୃଷ୍ଟି ହୁଏ ସେ ଓଙ୍କାରର ମୂଳ ତତ୍ତ୍ୱ। ଆମ ମନଟା ଯେହେତୁ ସାମ୍ପ୍ରଦାୟିକ ଅଡ଼ୁଆ ଜାଲରେ ପଶିଯାଇଛି, ଆମେ ସେଥିରୁ ମୁକୁଳି ପାରୁ। ଆଉ ନିକଟ ଭବିଷ୍ୟତରେ ମଧ୍ୟ ମୁକୁଳିବା ଭଳି କି ଲାଗୁନି। ଏମିତି ଚାଲିବ, କଳି ଚାଲିବ, ଝଗଡ଼ା ଚାଲିବ, ସବୁ ଚାଲିବ। ଇଏ ଉତ୍ପନ୍ନ ହେବା ପରେ ତାପରେ ଆସିଲା
ସ୍ଥିତି ବା କ୍ରିୟାଶୀଳ ହେଲା। ପ୍ରତ୍ୟେକ ଜିନିଷ ଯେତେବେଳେ ନୂଆ ଉଦ୍ଭାବନ ହୁଏ ସେତେବେଳେ ସେ ଯେଉଁ ସ୍ୱରୂପରେ ଥାଏ ତାପରେ କ'ଣ ସେଇ ସ୍ୱରୂପଟା ରହେ? ସେ ନିଶ୍ଚିତ ଭାବରେ ମାନେ ତାର ରୂପ ବିକୃତ ହୁଏ, ତାକୁ ପୁଣି ମରାମତି କରାଯାଏ। ଏଇ ଯେଉଁ ପୁନର ନିର୍ମାଣ, ପୁନର ଗଠନ କରିବାର ସଂକଳ୍ପ, ଏଇ ହେଉଛି ସ୍ଥିତି। ପୁଣି ତାର 100 ବର୍ଷ ପରେ ବା 50 ବର୍ଷ ପରେ ସେ ପୁଣି ସମ୍ପୂର୍ଣ୍ଣ ଭାଙ୍ଗିଯାଏ, ସେ ଆଉ ଚାଲିବନି। ସେ ଯେଉଁ ଜିନିଷ ହଉ, ସେ ମନ୍ଦିର ହଉ, ଏ ମଠ ହଉ, ମନ୍ଦିର ହଉ, ମସଜିଦ ହଉ, ସେ ଯାହା ହଉ, ଆମେ ଘଣ୍ଟାଟିଏ ପିନ୍ଧିଛୁ, ଆମେ ଜାମାଟିଏ ପିନ୍ଧିଛୁ, କି ଆମେ ପ୍ୟାଣ୍ଟଟିଏ ପିନ୍ଧିଛୁ, ଏ ସବୁର କଥା ମଧ୍ୟ ସେଇଆ। ଉତ୍ପନ୍ନ, ସ୍ଥିତି ଏବଂ ପ୍ରଳୟ, ଆକୁ ତ ଆମକୁ ସମସ୍ତଙ୍କୁ ମାନିବାକୁ ହବ। ଏଇ ହେଉଛନ୍ତି ଓଙ୍କାର। ତେବେ ଏ ଓଙ୍କାର ହେଉଛନ୍ତି ଅଖଣ୍ଡ, ଇଏ ହେଉଛନ୍ତି ଅଖଣ୍ଡ। ଅଖଣ୍ଡ ମାନେ ଯେମିତି ଆମର ମହିମା ଧର୍ମର ସାଧୁମାନେ ତାଙ୍କର ମନ୍ତ୍ର ଆଉ କ'ଣ ଅଛି ମୁଁ ଜାଣିନି, କେବଳ ଆମକୁ ଶୁଭେ ମାନେ ମହିମା ଅଲେଖ। ତେବେ ସେଇ ଯେଉଁ ଅଲେଖ ବୋଲି ଶବ୍ଦ ସେ କହୁଛନ୍ତି, ସେଇଗୁଡ଼ା ତ ଅଖଣ୍ଡ। ଅଖଣ୍ଡକୁ ଛାଡ଼ିଲେ ଅଲେଖ କିଏ? ଅଲେଖକୁ ଛାଡ଼ିଲେ ଅଖଣ୍ଡ ବି କିଏ? ସେଇ ହେଉଛନ୍ତି ନିରାକାର। ଆଚ୍ଛା, ଆପଣମାନେ ବର୍ତ୍ତମାନ ଦେଖନ୍ତୁ, ଆମେ ଲୁଗା ପିନ୍ଧିବୁ ମାନେ ସେ ଦିନେ ପୁରୁଣା ହେବ, ସେ ଦିନେ ଚିରିଯିବ, ସେ ଖତ ଗଦାରେ ବି ପଡ଼ିପାରେ। କିନ୍ତୁ ଏଇ ଯେଉଁ ସୃଷ୍ଟିକି ଆମେ ଦେଖୁଛେ, ଆଜି ଆମେ ଯାହା ଦେଖୁଛୁ, 500 ବର୍ଷ ତଳର ମଣିଷର ଯଦି କୌଣସି ବିଚାରଧାରାକୁ ଆମେ ପଢ଼ିବୁ ବା ଇତିହାସକୁ ଶୁଣିବୁ, ଏ ସୃଷ୍ଟି ଏମିତି ନଥିଲା। ଆଉ 500 ବର୍ଷ ପରେ ଇଏ ସୃଷ୍ଟିଟା କିପରି ରହିବ ତା ମଧ୍ୟ ଆମେ କହିପାରିବୁନି। କିନ୍ତୁ ସୃଷ୍ଟି ରହିବ, ସେ ଯେଉଁ ରୂପରେ ହଉ, ସେ ପ୍ରଳୟ ରୂପରେ ହଉ କି ଜୀବନ୍ତ ରୂପରେ ହଉ, ସୃଷ୍ଟି କିନ୍ତୁ ରହିବ। ତେଣୁ ଏଇ ହେଉଛନ୍ତି ଅଖଣ୍ଡ, ଯିଏ କେବେ ବି ଖଣ୍ଡ ବିଖଣ୍ଡିତ ହୁଅନ୍ତି ନାହିଁ। ଏଇ ଅଖଣ୍ଡ ପରେ ଗୋଟିଏ ଶବ୍ଦ ଆସିଲା ମଣ୍ଡଳାକାର। ଆଜିର ସମସ୍ତେ ତ ବିଦ୍ୟାର୍ଥୀ, ପାଠ ପଢ଼ୁଛନ୍ତି, ପାଠ ପଢ଼ି ସାରିଲେଣି, ଅନେକ ବିଜ୍ଞାନମୂଳକ ଭିତ୍ତିକ କଥା ମଧ୍ୟ ସେମାନେ ପ୍ରମାଣ ଦେଉଛନ୍ତି। ତେବେ ମଣ୍ଡଳାକାରଟି କିଏ? ଆମେ କହିବା ଜଗନ୍ନାଥଙ୍କ ଆଖିଟି କେବଳ ମଣ୍ଡଳାକାର। ଆମର ଯେଉଁ ଆଖି ଗୁଡ଼ାକ ଅଛି ସେ କ'ଣ ବଙ୍କା ଟଙ୍କା? ଆମର ଏଇ ଆଖିର ପରଦାକୁ ଯଦି କାଢ଼ି ଦିଆଯିବ ବା ତାକୁ ଯଦି ବାଦ କରିଦିଆଯିବ, ଯେଉଁ ରୂପଟା ଦେଖାଯିବ ସେ ହେବ ଜଗନ୍ନାଥଙ୍କ ଆଖି। ସବୁ ଆଖି ଚକା ଆଖିର ପ୍ରତୀକ। ଇଏ ଗୋଟେ ନିରୋଳା ଆଧ୍ୟାତ୍ମିକ କଥା। ସୂର୍ଯ୍ୟ
ଚନ୍ଦ୍ରମା ପୃଥିବୀ ଯେତେ ତାରା ଗ୍ରହ ନକ୍ଷତ୍ର ଆପଣମାନେ ଦେଖୁଛନ୍ତି ଇଏ ସମସ୍ତେ ହେଉଛନ୍ତି ଚକାଆଖି ବା ମଣ୍ଡଳାକାର। ଆମ ମୁଣ୍ଡଟିକି ଆପଣ ଦେଖନ୍ତୁ ମଣ୍ଡଳାକାର। ଆଉ କାହାର ଜଣେ ଅଧେ ଚେପାଚେପି ହେଇଯାଇଛି କିନ୍ତୁ ମଣ୍ଡଳାକାର। ତେଣୁ ଏଇ ମଣ୍ଡଳାକାରକୁ କୁହାଯାଉଛି ବ୍ରହ୍ମ। କିଏ କହୁଛି ଆଉ କେଉଁ ଶବ୍ଦରେ କିଏ କ'ଣ କହୁଛି, କିଏ କହୁଛି ଆଲ୍ଲା, କିଏ କହୁଛି ଗଡ଼, କିନ୍ତୁ ଏଇ ହେଉଛନ୍ତି ଅଖଣ୍ଡ ମଣ୍ଡଳାକାର, ଏଇ ହେଉଛନ୍ତି ଅଲେଖ। ତାଙ୍କର ମହିମା କ'ଣ? ତାଙ୍କର ମହିମାଟା ହେଉଛି ବ୍ୟାପ୍ତଂ ଯେନ ଚରାଚର। ସେ ସବୁଆଡ଼େ ବ୍ୟାପିକିରି ଅଛନ୍ତି। ଯୋଉଠି ଯାହା ଦରକାର ସେ ସେଇ ପ୍ରକାର ଅଛନ୍ତି। ତେଣୁ ସେଇ ଅଖଣ୍ଡ ମଣ୍ଡଳାକାର ସ୍ୱାମୀଙ୍କୁ ମୁଁ ପ୍ରଣାମ କରୁଛି ବା ତାଙ୍କ ପାଦରେ ସମର୍ପିତ ହେଉଛି। ଏଇ କଥାଟାକୁ ଯଦି ଆମେ ଠିକ୍ ଭାବରେ ବୁଝିବା ତାହେଲେ ସୃଷ୍ଟିରେ ପ୍ରକୃତରେ କୌଣସି ଭେଦଭାବ କିଛି ରହିବନି। ଆମେ ତତ୍ତ୍ୱଟାକୁ ଠିକ୍ ଭାବରେ ଜାଣିପାରିବା। ତେଣୁ ସଜ୍ଜନ, ଆଜିର ଏହି ପୃଥିବୀ ଆଜି ବି ଗର୍ବିତ କେବଳ ତାର ସୌନ୍ଦର୍ଯ୍ୟ ପାଇଁ, ତାର କ୍ରିୟା ପାଇଁ। ଆଜି ବି ଗର୍ବିତ। ଦେଖନ୍ତୁ, ଦିଟା ଦେଶର ଯୁଦ୍ଧ ଲାଗିଛି, ତେଲ ମିଳୁନି ପୃଥିବୀ ଯାକ। ତ ଯେଉଁ ହିନ୍ଦୁ ବା ସନାତନୀ ଶାସ୍ତ୍ରରେ ଲେଖା ହେଇଥିଲା ବସୁଧୈବ କୁଟୁମ୍ବକମ୍, ତାକୁ ଏତେ ସଂସ୍କୃତରେ ବ୍ୟାଖ୍ୟା କରିବା କ'ଣ ଦରକାର? ଏଇ ତ ସିଧାସଳଖ ଅର୍ଥ। ସେଠି ଯୁଦ୍ଧ ଲାଗିଛି, ଏଠି ତେଲ ମିଳୁନି। ସେଠି ଯୁଦ୍ଧ ଲାଗିଛି, ଏଠି ଗ୍ୟାସ୍ ମିଳୁନି। ଯଦି ଆମେ ଗୋଟିଏ ପରିବାର, ବିଶ୍ୱ ଯଦି ଗୋଟିଏ ପରିବାର ଅନ୍ତର୍ଭୁକ୍ତ ନୁହେଁ, ତାହେଲେ ସେଠି ଯୁଦ୍ଧ ଲାଗିଲା, ଏଠି କ'ଣ ତେଲ ମିଳୁନି? ଇଏ କଥାକୁ ଯେଉଁମାନେ ବୁଝିଛନ୍ତି ସେଇମାନେ ହେଉଛନ୍ତି ବିଶ୍ୱଗୁରୁ, ଏବଂ ଯିଏ ଏହାକୁ ସୃଷ୍ଟି କରିଛନ୍ତି ସିଏ ହେଉଛନ୍ତି ବିଶ୍ୱପତି। ଆମେ ଗଛକୁ ତ ବୁଝିନୁ, କାଠକୁ କେମିତି ବୁଝିବୁ? ଯଦି କାଠକୁ ବୁଝିନୁ ତେବେ ଅଗ୍ନି ଲଗେଇବୁ, ସେ କେଉଁଥିରେ ଲଗେଇବୁ? କାଠର ନାହିଁ। ତେଣୁ ସବୁ ଜିନିଷର ତତ୍ତ୍ୱ ହେଉଛି ଅଖଣ୍ଡ ମଣ୍ଡଳାକାର। ସେ ହିଁ ହେଉଛନ୍ତି ଏକମାତ୍ର ଅଖଣ୍ଡ ମଣ୍ଡଳାକାରଙ୍କର ସ୍ୱାମୀ। ଏଇ କଥାଟାକୁ ଯେଉଁମାନେ ବୁଝାନ୍ତି, ଯେଉଁମାନେ ଆମକୁ ସେଇଟାକୁ ଭଲ କରି ବୁଝେଇ ଦିଅନ୍ତି, ସେଇମାନେ ହେଉଛନ୍ତି ଗୁରୁ। ତେଣୁ ସେଇ ଗୁରୁଙ୍କ ଉଦ୍ଦେଶ୍ୟରେ ମଧ୍ୟ ଇଏ ମନ୍ତ୍ର ସମର୍ପିତ ହୁଏ। ତେଣୁ ଆଜିର ଏଇ ଅଶାନ୍ତ ସମାଜ ଶାନ୍ତ ହେଉ, ଉତ୍ତପ୍ତ ସୂର୍ଯ୍ୟତାପ ପ୍ରଶମିତ ହେଉ, ପ୍ରାକୃତିକ ବିପର୍ଯ୍ୟୟ ଦୂରୀଭୂତ ହେଉ। ଅନ୍ତତଃ ଏତିକି ସଂକଳ୍ପ ଆମେମାନେ ସମସ୍ତେ ନେଇପାରିବା। ମଦ୍ୟ ମାଦକ ଛାଡ଼ି ଗଛ ସୃଷ୍ଟି କରିବା, ଜଙ୍ଗଲ ସୃଷ୍ଟି କରିବା, ଭଲ ଖାଦ୍ୟ ଖାଇବା, ଭଲ ଜଳ ପିଇବା। ଏବେ ଭଲ ପାନୀୟ ବି ଗୋଟେ ମିଳୁନି, ଭଲ ପାଣି ବି ଆମେ ପାଉନୁ। ଲୋକ ଆଡ଼େ ସରକାର ଆହ୍ୱାନ ଦେଉଛନ୍ତି, ତମେ ସମସ୍ତେ ସନ୍ତାନ ବଢ଼ାଅ। ଅମୁକ ଧର୍ମର ସନ୍ତାନ, କାହାର 12-15 ସନ୍ତାନ। ତେଣୁ ସେ ପୃଥିବୀକି ଖୁବ୍ ଶୀଘ୍ର
ଅକ୍ତିଆର କରିବେ। କିନ୍ତୁ ତମେ ଯିଏ ରହିଲ ଗୋଟିଏ ସନ୍ତାନ ଯଥେଷ୍ଟ, ଦୁଇଟି ସନ୍ତାନ ଯଥେଷ୍ଟ, କିନ୍ତୁ ବର୍ତ୍ତମାନ କୁହାଗଲାଣି ସମସ୍ତେ 4ଟି ସନ୍ତାନ ସୃଷ୍ଟି କର। ଆଉ କେହି ଦିନେ କହିବେ 6ଟି ସନ୍ତାନ ସୃଷ୍ଟି କର। କିନ୍ତୁ ଗୋଟେ କଥା ହେଉଛି ସନ୍ତାନଟି ସୃଷ୍ଟି ହେବ, ସୃଷ୍ଟି ହେଇପାରିବ, ସୃଷ୍ଟି ହେବାର ସବୁ କିଛି ବ୍ୟବସ୍ଥା ଆମ ପାଖରେ ଅଛି। କିନ୍ତୁ ସେଇଥିପାଇଁ ଯେଉଁ ବଞ୍ଚିବା ପାଇଁ, ବଢ଼ିବା ପାଇଁ ବା ସୁସ୍ଥ ରହିବା ପାଇଁ ଯେଉଁ କାରିକା, ଯେଉଁ ଯାହା ଯାହା ଦରକାର ସେଗୁଡ଼ାକ ତ ମିଳିବ। ତ ଯଦି ନ ମିଳିବ ତାହେଲେ 4ଟି ସନ୍ତାନକୁ ଆମେ ପାଳିବା କେମିତି? ଏଇ ହେଉଛି କଥା। ତେବେ ବିଶ୍ୱର ଶାନ୍ତି ପାଇଁ ଆମେ ବି ପ୍ରାର୍ଥନା କରୁଛୁ, ଆପଣମାନେ କରନ୍ତୁ। ସେଇ ପ୍ରାର୍ଥନା କରି ପ୍ରଭୁ ଜଗନ୍ନାଥଙ୍କ ପାଦରେ ସମର୍ପିତ ହେଇ ଆପଣମାନଙ୍କୁ ଶାନ୍ତିରେ ବଞ୍ଚିବାକୁ ହେବ। କଦାଚିତ୍